ମୃତ୍ୟୁ ଘଟଣାରେ ଆମେ ଯେଉଁ ଦାବି କରିଥିଲୁ ଯେ ମୃତ ଲୋକଙ୍କୁ 20 ଲକ୍ଷ ଏବଂ ଯେଉଁମାନେ ବିକଳାଙ୍ଗ ସେମାନେ 5 ଲକ୍ଷ ତାଙ୍କର ଚିକିତ୍ସା ମାଗଣା ଆମେ କହିଥିଲୁ ଏବଂ ମଦ ମୃତ୍ୟୁ ଘଟଣାରେ ଯେଉଁମାନେ ଦାୟୀ ମାଷ୍ଟର ମାଇଣ୍ଡ କିଏ ତାକୁ ଗିରଫ କରିବା କହିଥିଲୁ। କିନ୍ତୁ ଲୋକଙ୍କ ସରକାର କହିକି ବର୍ତ୍ତମାନ 100 ଦିନ ଉପରେ ହେଲାଣି, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଇନି କି କୌଣସି ସହାୟତା ମଧ୍ୟ ମିଳିନି। ଏ ଭିତରେ କ'ଣ ହେଇଛି ନା ମଦ ମାଫିଆ ମାନେ ନିଜ ସୁରକ୍ଷା ପାଇଁ ଏ ଚିକିଟି ଅଞ୍ଚଳର କିଛି ରାଜନୈତିକ ନେତାକୁ ତାଙ୍କର ଆର୍ଥିକ ସହାୟତା ମଧ୍ୟ ଦେଉଛି, ଗିଫ୍ଟ ମଧ୍ୟ ଦେଉଛି। କିଛି ନେତା ମଧ୍ୟ ଗାଡ଼ି ମଧ୍ୟ ଗିଫ୍ଟ ଦେଇଥିବାର ମଧ୍ୟ ଖବର ଆସୁଛି। ମଦ ମାଫିଆଠୁ ଗାଡ଼ି ଗିଫ୍ଟ ନେଇସାରିଲେଣି ମଧ୍ୟ। ସେଥିପାଇଁ ଆମେ ଯଦି ତଦନ୍ତକୁ ସରକାର ବାଟବଣା କରିବାକୁ ଚେଷ୍ଟା କରିବେ ତାହେଲେ ଆମେ ଆଗାମୀ ଦିନରେ ମାନବ ଅଧିକାର କମିଶନ ପାଖରେ ଆମେ କେସ୍ ଫାଇଲ୍ କରିବୁ ଏବଂ ମଧ୍ୟ ଜନସ୍ୱାର୍ଥ ମାମଲା ଫାଇଲ୍ କରିବୁ। ତାକୁ ଆଉ ପଦକ୍ଷେପ ନ ନେବେ ଆମେ ଦୁଇଟା ଜାଗାକୁ ଯିବୁ, ମାନବ ଅଧିକାର କମିଶନ ଏବଂ ଉଚ୍ଚ ନ୍ୟାୟାଳୟ। ଏବଂ ଆମେ ଆର୍ଟିଆଇରେ ମଧ୍ୟ ମାଗିବାକୁ ଚାହୁଁବୁ ଯେ ଚିକିଟି ନିର୍ବାଚନ ମଣ୍ଡଳରେ କେତେ ଦେଶୀ ମଦ କେତେ ବିଦେଶୀ ମଦ ଦୋକାନ ଅଛି, সেটা খুব শীঘ্র আমি আরটিআই মাগিব। আরটিআই আসলা পরে আমি অনুসন্ধান করু যে সরকারি লাইসেন্সটা কেতে অধিক মদ দোকান চালছে। ଯେଉଁମାନେ ଆଜି ଚୋର ମଦ ଚଲେଇଛନ୍ତି ଚିକିଟି ପାତ୍ରପୁର ଅଞ୍ଚଳରେ ନିଶ୍ଚିତ ଭାବେ ରାଜନୈତିକ ଛତ୍ରଛାୟା ତଳେ ଯଦି କାହାର ରାଜନୈତିକ ପୃଷ୍ଠପୋଷକତା ନାହିଁ ସେମାନେ କରିପାରିବେ ନାହିଁ। ପ୍ରମୁଖ ଭାବେ ଏଠି ଦୁଇଟା ଦଳ ଅଛନ୍ତି, ବିଜେଡି ଏବଂ ବିଜେପି। ଉଭୟ ଦଳର ନେତା ମଦ ମାଫିଆକୁ ସୁରକ୍ଷା ଦେଉଛନ୍ତି। ବର୍ତ୍ତମାନ ବିଜେଡି ଅଛି ବିରୋଧୀ ଦଳରେ, ବିଜେପି ଅଛି ସରକାର, ଦୁଇ ଜଣ ଯାକ ସୁରକ୍ଷା ବଳରେ ମଦ ମାଫିଆ ଅଛି। ଏ ମଦ ମାଫିଆକୁ ଧରିବାଟା ସହଜ କି ସମ୍ଭବ ନୁହେଁ। ଯେ ଆମ ତରଫରୁ ଫଡବ୍ଲକ ତରଫରୁ ଦାବି କରୁଛୁ ଖୁବ୍ ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନ କଲେ ଆମେ ମାନବ ଅଧିକାର କମିଶନ ଆଉ ଉଚ୍ଚ ନ୍ୟାୟାଳୟକୁ ଯିବୁ। ଆମେ ତ ବିଚାର ତଦନ୍ତ କହୁଛୁ, ରାଜସ୍ୱ ପରିଶୋଧ କଲେ ଇଏ ହବନି, ଇଏ ହଉଛି ଫାଙ୍କିବା ପାଇଁ ରାସ୍ତା। ମଦ ମାଫିଆକୁ ସୁରକ୍ଷା ଦେବା ପାଇଁ ସରକାର ଚାହୁଁଛନ୍ତି। ମଦ ମାଫିଆ ଯିଏ ମାଷ୍ଟର ମାଇଣ୍ଡ ଆସିବ, ଯେତେବେଳେ ମାଷ୍ଟର ମାଇଣ୍ଡରୁ ଧରାଯିବ ସେତେବେଳେ ବିଜେଡି ବିଜେପିର ଚରିତ୍ରର ପଦକୁ ପଳେଇ ଆସିବ। ସେଥିପାଇଁ ସେମାନେ ଚାହୁଁନାହାନ୍ତି ବିଚାର ବିଭାଗ ତଦନ୍ତ କରୁ। ଏବେ ଯଦି ଅବକାରୀ ବିଭାଗ ପୋଲିସ ମଦ କୋଡ଼ ରନ୍ଧା ଜାଣିପାରିଲେ ତାକୁ କିଏ ଜାଣିନଥିଲେ, ମାସିଆରେ ବଟି ନେଉଥିଲେ ସେମାନେ। ଏବେ ମଦ ମୃତ୍ୟୁ ହେଲା ପରେ ପଛ କୋଡ଼ ରନ୍ଧା ହେଉଛି ପୋଲିସ ଜାଣିପାରିଲା, ତାକୁ ଜାଣିପାରିନଥିଲା। ପଳେଇଲା ଏବେ ବିଲ ମାଳକୁ ଜଙ୍ଗଲ ହାଣ୍ଡି ଭାଙ୍ଗି ଦେଉଛି। ଚିକିଟି ପାତ୍ରପୁରରେ କୋଉଠି ମଦ ରନ୍ଧା ହେଉଛି, କୋଉଠି ମଦ ବିକା ହେଉଛି ତାର ତଥ୍ୟ ଅବକାରୀ ବିଭାଗ ଥାନା ପାଖରେ ଅଛି। ପ୍ରତି ମାସରେ କୋଚିଆ ମଦ ବେପାରଠୁ ବଡ଼ ମଦ ବେପାରୀ ପର୍ଯ୍ୟନ୍ତ ମାସିକ ଚାନ୍ଦା ସେମାନେ ନେଉଛନ୍ତି, ତାଙ୍କ ପାଖରେ ତାଲିକା ଅଛି। ଯେହେତୁ ଏବେ ମଦ ମୃତ୍ୟୁ ହେଲା ତାকে ଚଢ଼ାଉ କଲେ, ଆଗରୁ ଯଦି ଚଢ଼ାଉ କରିଥାନ୍ତେ ତାହେଲେ ଏ ଘଟଣା ଘଟିଲା। ମୃତକଙ୍କ ପରିବାର ଆମେ ଲେଖି ଦେଇଥିଲୁ 20 ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ଦିଆଯାଉ, ଏପର୍ଯ୍ୟନ୍ତ ଦେଇନାହାନ୍ତି। 5 ଲକ୍ଷ ଦେବାକୁ ଆମେ କହିଛୁ, ପ୍ରଥମ ବେଳା କହିଛୁ, କିଏ କହିନଥିଲେ। ଏପର୍ଯ୍ୟନ୍ତ ସରକାର କାହିଁକି ଦେଇନାହାନ୍ତି? ବସିଲେନି ଆସେମ୍ବଲିରେ ଗାନ୍ଧୀ ମୂର୍ତ୍ତି କାହିଁକି ଧ୍ୟାନରେ ବସିଲେ କଲେ ସୁବିଧା ହେଇଯିବ। ମୁଁ ଚିକିଟି ବିଧାୟକ ପଚାରୁଛି ମଦ ମୃତ୍ୟୁର ବିଚାର ବିଭାଗ ତଦନ୍ତ ପାଇଁ ହାଇକୋର୍ଟରେ କେସ୍ ଫାଇଲ୍ କରିକି ଏବଂ ଆସେମ୍ବଲିରେ ବିଧାନସଭାର ଗାନ୍ଧୀ ମୂର୍ତ୍ତି ଧାରଣାରେ ବସିକି ଚିକିଟି ବିଧାୟକ ଆମେ ଯୋଉଟା କରିଛି ନାଇଁ ଶୁଣ, ଯଦି ଅବକାରୀ ବିଭାଗ ପୋଲିସ ଯୋଉ ମାସିଆରୀ ରହୁଛନ୍ତି ସେଇଟା ଯଦି ବନ୍ଦ କରିଦେବେ ତାହେଲେ ମଦ ମୃତ୍ୟୁ ଏବେ ଗଭର୍ଣ୍ଣମେଣ୍ଟ ମଦ ଯୋଉଟା ସରକାରୀ ମଦ ମଧ୍ୟ ଡାଇରେକ୍ଟ ପିଇଲେ ତ ମରିଯିବେ, ସେମିତି କିଛି ନାହିଁ। ବିକଳ୍ପ କ'ଣ? ମଦ ମୃତ୍ୟୁର ବିକଳ୍ପ କ'ଣ? ମଦ ହଉଛି ଲୋକଙ୍କର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସରକାର ଇଲେକ୍ସନରେ କହିଲେ ଆମେ ଆସିଲେ ମଦ ବନ୍ଦ କରିବୁ, ସରକାର ମଦ ବନ୍ଦ କରିବେ ନାହିଁ। ଆମେ ସମ୍ପୂର୍ଣ୍ଣ ମଦ କାରବାର ବନ୍ଦର ଆବଶ୍ୟକ, ତାପରେ କ'ଣ କହିବ? ଶୁଣନ୍ତୁ, ଆଉ ଗୋଟେ କଥା ହଉଛି ମଦର କଥା ଶୁଣନ୍ତୁ। ଦେଶୀ ମଦ ଯୋଉ ରାନ୍ଧିବା ପାଇଁ ଯୋଉ ସରକାର କରିଛନ୍ତି, ମହୁଲରେ ରାନ୍ଧିବା ପାଇଁ କରିଛନ୍ତି।
ମହୁଲରେ ନିବେଇ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଅବକାରୀ ବିଭାଗ କୋଉଟେ ମହୁଲରେ ମଦ ରନ୍ଧା ହଉଛି କହିପାରିବେନି। ସବୁଠେ ପିଡ଼ିଆ ଚାଉଳ ଆଉ ଅନ୍ୟ ଚରମୂଳି ମିଶି ରନ୍ଧା ହଉଛି, ମହୁଲରେ ମଦ ରନ୍ଧା ହଉଛି। ମୋ ନାଁ ବିଭୂତେନ୍ଦ୍ର ପାଢ଼ୀ, ଅଲ୍ ଇଣ୍ଡିଆ ନେତାଜୀ ସୁଭାଷ ଚନ୍ଦ୍ର ଦଳଙ୍କ ନେତାଜୀ ସୁଭାଷ ବୋଷ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ମୁଁ ଗଞ୍ଜାମ ଜିଲ୍ଲା ସଭାପତି। କ'ଣ କହିବେ ଆଜି ପ୍ରେସ୍ ମିଟ୍ ଡାକିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ରହିଛି? ଆଜି ମୁଖ୍ୟ ଉଦ୍ଦେଶ୍ୟ ହେଲା ଚିକିଟି ଜେନାପୁର କରବାଲୁଆ, ଗଞ୍ଜାମ ଜିଲ୍ଲା ଚିକିଟି ଜେନାପୁରରେ ମଦ ମୃତ୍ୟୁ ହେବାର ପ୍ରାୟ 60 ଦିନ ବିତିବାକୁ ବସିଲାଣି। କିନ୍ତୁ ଆମେ ପୂର୍ବରୁ ଡିମାଣ୍ଡ କରିଥିଲୁ ମଦ ମୃତ୍ୟୁ ପରିବାରଙ୍କୁ 20 ଲକ୍ଷ ଟଙ୍କା, ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ 5 ଲକ୍ଷ ଦିଆଯାଉ, ଏକ ନମ୍ବର କଥା। ଦ୍ୱିତୀୟ ନମ୍ବର କଥା ହେଲା ଏଇ ଯେଉଁ ମଦ ଭେଣ୍ଡର କଥା, ଅପମିଶ୍ରିତ ମଦ ତିଆରି ହେଉଛି ଚିକିଟି ଏବଂ ପାତ୍ରପୁର ସମଗ୍ର ଚିକିଟି ନିର୍ବାଚନ ମଣ୍ଡଳୀରେ ଯେତେ ସବୁ ମଦ ଭେଣ୍ଡର ଅଛନ୍ତି, ଏମାନେ ଅବକାରୀ ଗାଇଡଲାଇନକୁ ଉଲ୍ଲଂଘନ କରି ଗାଁ ଗାଁରେ କୁଚିଆ ବେପାରୀ ସୃଷ୍ଟି କରୁଛନ୍ତି ଏବଂ ଏମାନଙ୍କ ପ୍ରଡକ୍ସନରୁ ଅଧିକ ଏମାନେ ମଦ ପ୍ରଡକ୍ସନ କରିକି ଗାଁ ଗାଁରେ ଯେଉଁ ମଦର ବନ୍ୟା ସୃଷ୍ଟି କରୁଛନ୍ତି, ଯାହାଦ୍ୱାରା କି ଏମାନଙ୍କ ଗୋଟେ କମ୍ପିଟିସନ ଲାଗିଛି, କିଏ କେତେ ମଦ ପ୍ରସ୍ତୁତ କରିବ, କିଏ କେତେ ଟଙ୍କା ଉପାର୍ଜନ କରିବ। ଆକୁ ଭିତ୍ତି କରି ଏମାନଙ୍କୁ ସାହାଯ୍ୟ କରୁଛନ୍ତି ଆମର ଅବକାରୀ ବିଭାଗ, ପୁଲିସ ବିଭାଗ, ଯାହାଦ୍ୱାରା କି ଯେଉଁ ବିଷାକ୍ତ ମଦ ବଢ଼ୁଛି, ଯେଉଁ ଗୋଟେ କମ୍ପିଟିସନ ଚାଲୁଛି କିଏ କେତେ ପ୍ରଡକ୍ସନ କରିବ, ଏରିଆରେ ଯୁଆଡ଼େ ଦେଖିବ ଖାଲି ବିଷାକ୍ତ ମଦ। ଅବକାରୀ ଆଇନକୁ ଉଲ୍ଲଂଘନ କରି ଚିକିଟି ନିର୍ବାଚନ ମଣ୍ଡଳୀରେ ଯେତେ ସବୁ ମଦ ଭେଣ୍ଡର ଅଛନ୍ତି, କୁଚିଆ ବେପାରୀ ସୃଷ୍ଟି କରିକି ଗାଁ ଗାଁରେ ନକଲି ମଦ ବିକୁଛନ୍ତି, ଯାହାଦ୍ୱାରା କି ଏହି ପରିମାଣ ହେଲା ବର୍ତ୍ତମାନ ଏବେ ମଦ ମୃତ୍ୟୁ ଚିକିଟି ଜେନାପୁର କରବାଲୁଆ ଅଞ୍ଚଳରେ। ଏଥିପାଇଁ ଆମର ଦାବି ହେଉଛି ମୁଖ୍ୟ କଥା, ଏ ଯେଉଁ ନକଲି ମଦର ସମ୍ରାଟ ଲିଙ୍କ କିଏ ଅଛି, ଭିତରେ ଭେଣ୍ଡର କିଏ ଅଛନ୍ତି, ଏମାନଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦ୍ୱିତୀୟ କଥା ହେଲା ଆମର ଯେଉଁ ଚିକିଟି NACର ଜେନାପୁର ଆଉ କରବାଲୁଆରେ ଆମର ଯେଉଁ ମଦ ମୃତ୍ୟୁ ପରିବାର ଅଛନ୍ତି, ସେମାନେ ଅସହାୟ ଅବସ୍ଥାରେ ଅଛନ୍ତି, ମୁରବୀଙ୍କ ହରାଇ ସେମାନଙ୍କୁ ଆଗେ 20 ଲକ୍ଷ ଟଙ୍କା ଆମର ଫରୱାର୍ଡ ବ୍ଲକ ତରଫରୁ ଆଗରୁ ଦାବି କରାଯାଇଛି, ସେ ଦାବି ସରକାର ପୂରଣ କରନ୍ତୁ। ତୃତୀୟ ନମ୍ବର କଥା ହେଲା ମଦ ମୃତ୍ୟୁରୁ ଯେଉଁମାନେ ବଞ୍ଚି ଯାଇଛନ୍ତି ସେମାନେ ମଧ୍ୟ ଅବସ୍ଥା ସାଂଘାତିକ ହେଲାଣି, ସେହି ପରିବାରକୁ ମଧ୍ୟ 5 ଲକ୍ଷ ଟଙ୍କା ଦିଆଯାଉ। ଆଗାମୀ ଦିନରେ ତ ଆମେ କହିଛୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଯଦି ଆମର ଦାବି ପୂରଣ ଧାରଣା ଦେବୁ ବୋଲି, ତା ପୂର୍ବରୁ ବର୍ତ୍ତମାନ ଆମ ଗଞ୍ଜାମ ଜିଲ୍ଲା କମିଟି ଗୋଟେ ନିଷ୍ପତ୍ତି ନେଇଛି, ଆମେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ପାଖରେ ଆମେ ଜନସ୍ୱାର୍ଥ ମାମଲା ଖୁବ୍ ଶୀଘ୍ର ଦାୟର କରିବୁ, ତା ସହିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବୁ। ଏ ଲଢ଼େଇ ଚାଲିବ, କେତେ ଦିନ ପର୍ଯ୍ୟନ୍ତ ଚାଲିବ ନା ଚିକିଟି ନିର୍ବାଚନ ମଣ୍ଡଳୀରୁ ଯେଉଁ ମଦ ଭେଣ୍ଡରଙ୍କ ଅପମିଶ୍ରିତ ମଦ ବନ୍ଦ ନ ହେଲା ପର୍ଯ୍ୟନ୍ତ, ଆଉ କ୍ଷତିଗ୍ରସ୍ତ ପରିବାରଙ୍କୁ ତାଙ୍କର କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଆମର ଚାଲୁ ରହିବ। ଧନ୍ୟବାଦ।